ରୋଷେଇ ଘର ଯଦି ଆପଣ ବାସ୍ତୁ ମତ ଅନୁସାରେ ଠିକ୍ ଜାଗାରେ କରୁନାହାନ୍ତି ତାହେଲେ କ'ଣ ସେଟା ହେଉଛି କାର ସ୍ଥାନ ପ୍ରଥମ ମା ଲକ୍ଷ୍ମୀଙ୍କର ସ୍ଥାନ। ତ ଯଦି ସେ ଠିକ୍ ଜାଗାରେ ଯଦି ନ ପକେଇବେ ତାହେଲେ ଆପଣଙ୍କୁ କ'ଣ ହେବ ନା ଧନ ଉପରେ ପରିଶାନୀ ଆସିଥାଏ ତା ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ବି କ'ଣ ପ୍ରଭାବିତ କରିଥାଏ। ତ କେବେ ବି ହେଲେ ଆପଣ ଯେଉଁ ରୋଷେଇ ଘର କରୁଛନ୍ତି ପୂର୍ବ ଦିଗକୁ ଆପଣ ମୁହଁ କରିକି ରୋଷେଇ କରିବେ। ଆଉ ତାର ଯେଉଁ ବାମ ସାଇଡ୍ ଅର୍ଥାତ୍ ରୋଷେଇ ଘର ଆପଣଙ୍କ ଯେହେତୁ ଫେସ୍ କରୁଛନ୍ତି ପୂର୍ବ ଦିଗକୁ ତାର ବାମ ସାଇଡ୍ରେ ଆପଣଙ୍କର କ'ଣ ସିଙ୍କ୍ ରଖିବେ ଅର୍ଥାତ୍ ବାସନ କୁସନ ସଫା ପାଇଁ ଆପଣ କ'ଣ କରିବେ ସେ ଜାଗାରେ କ'ଣ ସିଙ୍କ୍ ରଖିବେ। କେତେ ଗୁଡ଼ାକ ଦେଖିଲା ପରେ ଘର କ'ଣ ହେଉଛି ନା ସେମାନଙ୍କର କ'ଣ ନା ଡାହାଣ ସାଇଡ୍ ଅର୍ଥାତ୍ କ'ଣ ହେଉଛି ରୋଷେଇ କରୁଛନ୍ତି ପୂର୍ବ ଦିଗକୁ ମୁହଁ କରିକି ତାର ଡାହାଣ ସାଇଡ୍ରେ କ'ଣ ତାଙ୍କର ରହୁଛି ସିଙ୍କ୍ ରହୁଛି ଯାହାଫଳରେ କ'ଣ ହେଉଛି ତାଙ୍କର ଯାହା ବି କିଛି ଏହା ମଧ୍ୟ ବି ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଉଛି ଆପଣଙ୍କ ଧନ ଅଯଥା ନଷ୍ଟ କରୁଛି। ଯେକୌଣସି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ସେ କାର୍ଯ୍ୟ ଆପଣଙ୍କର ସମୟ ଅନୁସାରେ ଆପଣଙ୍କର ହେବ ନାହିଁ। ତ ଯଦି ବି କାହାର ମଧ୍ୟ ବି ରୋଷେଇ ଘର ଅଛି ତାହେଲେ 124 ଡିଗ୍ରୀରୁ 191 ଡିଗ୍ରୀ ଭିତରେ ଦେଖିବେ ନା ଆପଣଙ୍କର ଅଛି ନା ନାହିଁ। ଆଉ ତାହା ସହିତ ଚୁଲା ତଳେ ଆପଣ ଯେଉଁ ରଖୁଛନ୍ତି ଯଦି ଅଗ୍ନିକୋଣରେ ଅଛି ଯଦି ତାହେଲେ ଟାଇଲ୍ସ ତଳେ ଆପଣଙ୍କର ଯେଉଁ ରହିଲା ଯେଉଁ ଯାହା ବି କିଛି ଆପଣ ଗ୍ରାନାଇଟ୍ ପକାଇଛନ୍ତି କି ମାର୍ବଲ ପକାଇଛନ୍ତି ଦେଖିବେ ବ୍ଲାକ୍ ଟାଇଲ୍ସକୁ କ'ଣ କରିବେ ବର୍ଜିତ କରିବେ ଚୁଲା ତଳେ କେବେ ବି ହେଲେ ରଖିବେ ନାହିଁ। ଯଦି ବି କାର ରହିଯାଇଛି ତାହେଲେ କ'ଣ କରିବେ ସେଠାରେ କ'ଣ କରିବେ ନା ଲାଲ କଲରର କିମ୍ବା ଗ୍ରୀନ୍ କଲରର ପେଣ୍ଟ ଆପଣ ସେଠି କ'ଣ କରିଦେବେ ଚୁଲା ତଳେ। ଆଉ ତାହା ସହିତ ଯଦି ଆପଣଙ୍କର ସିଙ୍କ୍ ଯଦି ବି ଆପଣଙ୍କର ପାଖରେ ଅଛି ଅର୍ଥାତ୍ ଫୁଟେ ଭିତରେ ଅଛି ତାହେଲେ କ'ଣ ସିଙ୍କ୍ ଖୋଲିଲା ବେଳକୁ କ'ଣ ହେବ ଟେପ୍ ଖୋଲିଲା ବେଳକୁ ସେ ପାଣି ଛିଟିକା ଆସିକି ଆପଣଙ୍କର ଚୁଲାରେ ପଡ଼ିବ। ତ ସେଥିପାଇଁ କ'ଣ କରିବେ ନା ଚୁଲାକୁ ଆଉ ଆପଣଙ୍କ ଯେଉଁ ସିଙ୍କ୍ ଭିତରେ କ'ଣ କରିବେ କ'ଣ କରିବେ ନା କାଚର ହଉ କିମ୍ବା ଆପଣଙ୍କର କାର୍ଡ଼ବୋର୍ଡ଼ର ଗୋଟେ କ'ଣ କରିବେ ନା ଗୋଟେ ୱାଲ୍ଟି କ୍ରିଏଟ୍ କରିବେ ଛୋଟଟି ଯେଉଁଟାକି 1.5 ଫୁଟ ଖଣ୍ଡେ ଏହା କରି ଆପଣ ଲାଭ ଉଠାଇ ପାରିବେ। ଆଉ ଯଦି ବେଶୀ କିଛି ସମସ୍ୟା ଆସୁଛି ତାହେଲେ ସୋମବାର ଦିନ ଏକ ଫିଟିକିରି ଆଣି ତାକୁ କ'ଣ କରିବେ ନା ଧଳା କପଡ଼ାରେ ତାକୁ ବାନ୍ଧି ଆପଣଙ୍କର ଐଶାନ୍ୟ କୋଣ ଅର୍ଥାତ୍ ଯେଉଁ ରୋଷେଇ ଘର ଅଛି ଆପଣଙ୍କର ଐଶାନ୍ୟ କୋଣର ଉପରେ ଲେଫ୍ଟ ସାଇଡ଼୍ରେ ତାକୁ କ'ଣ ଟାଙ୍ଗି ଦେବେ ଏହାଫଳରେ ଆପଣଙ୍କୁ ଲାଭବାନ ମିଳିବ।